से पंडित माने मुह केमती कहते तू बोल ना आज्ञा छाड़ी छाड़ी हाँ बोल बोल दीपद खंडे बोल दे माननीय ससुरे माननीय ससुरे माँ अत्याधुनिक लेखा है कौन बहुत शिक्षा अच्छे गोटे नारी द्वारा पुरुष निर्यातित हो ससुर पाखक चिठी लिखु माननीय ससुरे माननीय ससुरे माननीय ससुरे
ସୁଧାସିନୀ। ହେଲେ କାନ୍ଦିବାର କାରଣ? ମାଲୋ ବ୍ରାହ୍ମଣୀ ଯଦି ବନ୍ଧ୍ୟା ହେଇଥାନ୍ତା ଭଲ ହେଇଥାନ୍ତା। ହେଲେ 8ଟା ପିଲା ଜନ୍ମ ଦେଇଛି ବ୍ରାହ୍ମଣୀ। ସାର୍ ଗୋଟେ କେହି ବଞ୍ଚି ନାହାନ୍ତି ମା ଡାକ ଡାକିବା ପାଇଁ। ନାରୀ ଏତେ କଷ୍ଟ ଦେଇ ପିଲାଟିଏ ପ୍ରସବ କରି ସାରିବା ପରେ ସେ ଖନ ଖନ ପାଟିରେ ଯେତେବେଳେ ମା ବୋଲି ଡାକି ଦିଏ ସବୁ ଦୁଃଖ ଭୁଲିଯାଏ ମା। ଗର୍ଭ ଯନ୍ତ୍ରଣା ସହି 8ଟା ପିଲା ଜନ୍ମ ଦେଲା ସୁଧାସିନୀ। ଗୋଟିଏ କେହି ପୁଅ ବଞ୍ଚି ନାହିଁ ମା ଡାକ ଡାକିବାକୁ। ନିଜ ଭାଗ୍ୟକୁ ଧିକାର କରୁଛି ସୁଧାସିନୀ। ମୁଁ ପୂର୍ବ ଜନ୍ମରେ କୌଣସି କଳା ଶିଶୁ ତଣ୍ଟି ଚିପି ମାରି ଦେଇଛି ବୋଧେ। ଏ ଜନ୍ମରେ ମୁଁ ଗୋଟିଏ ପୁଅର ମା ହେଇପାରିଲିନି। ବୃଥା ସେ ପିଲା ଜନ୍ମ କରିବା। 8ଟା ପିଲା ଜନ୍ମ ଦେଇଛି ସତ, ଗୋଟିଏ ପୁଅ କେହି ମତେ ମା ଡାକିବା ପାଇଁ ନାହାନ୍ତି। ବିଚାର କଲା, ନିଷ୍ପତ୍ତି ନେଲା, ଆଉ ମୁଁ ସଂସାର ବନ୍ଧନରେ ବାନ୍ଧି ହେବି ନାହିଁ। ଅନେକ ଦିନ ବିତିଗଲା। ଆଜ୍ଞା ବ୍ରାହ୍ମଣୀ ମନରେ ବିତୃଷ୍ଣା, ମୁଁ ଏମିତି ବୁଢୀ ହେଇ ମରିବି ଆଉ ସଂସାର ବନ୍ଧନରେ ବାନ୍ଧି ହେବି। ଧୀରେ ଧୀରେ ଆଜ୍ଞା ହେଲେ ବ୍ରାହ୍ମଣର ଆଶା ଅତୁଟ। କହିଲା ଏମିତି ଯଦି ଦିନ ଚାଲିଯିବ ମୋ ପିତୃପୁରୁଷ ମାନେ ପାଣି ପାଇବେନି। ଭଗବାନ କଣ ଏଡେ ନିଷ୍ଠୁର ହେବେ? ଅନେକ ଦିନ ବିତିଗଲାଣି। ବ୍ରାହ୍ମଣୀ ମନରୁ ବୋଧେ ପିଲାମାନଙ୍କର କଥା ଭୁଲିଯିବ। ମୁଁ ଯାଉଛି ମୋ ବ୍ରାହ୍ମଣୀ କି ଆପତ୍ତି କରିବି, ହାତ ଯୋଡ଼ିବି ତା ପାଖରେ। ସେ ନାରାୟଣୀ, ସେ ଦୟା କଲେ ଆମେ ଆଉ ଥରେ ସଂସାର ବନ୍ଧନରେ ବାନ୍ଧି ହେବୁ। ମୋ ମନ କହୁଛି ନବମ ଗର୍ଭଜାତ ସନ୍ତାନକୁ କେହି ଛଡେଇ ନେଇପାରିବେନି। କିନ୍ତୁ ଏ ବ୍ରାହ୍ମଣ କେତେ ଆଶା ପରିପୋଷଣ କରି ସେଦିନ ଦୁଃଖିନୀ ବ୍ରାହ୍ମଣୀ ସୁଧାସିନୀ ନିକଟରେ ପହଞ୍ଚିଲେ। ଟିକେ ମା ମାନେ ଶୁଣ, ଇଏ ପରିବାର ଯାହା ପୁରାଣ ତାହା। ଡାକିଲେ, କହିଲେ ସୁଧା, ଆରେ ତୁମେ କଣ ଏବେ କାନ୍ଦୁଛ? ଆପଣ ମାନଙ୍କୁ ଗୋଟିଏ ଅନୁଭୂତିର କଥା କହୁଛି। ଯାଜପୁର ଜିଲ୍ଲାରେ ଗୋଟିଏ ଗାଁ, 25 ବର୍ଷର ଭେଣ୍ଡା ପୁଅ। ସେ ଅନୁଷ୍ଠାନର ଦାୟିତ୍ୱ ନେଉଥିଲା, ସବୁ ଭଲ ମନ୍ଦ ବୁଝୁଥିଲା। ପଣ୍ଡିତେ ଲିଭର କ୍ୟାନ୍ସରରେ ସେ ଚାଲିଗଲା। ତାପରେ 2 ବର୍ଷ ପରେ ଯେତେବେଳେ ଆମେ ତାଙ୍କରି ଘରେ ଯାଇ ରହିଲୁ, କବାଟ ଖୋଲି ଦେଇ ତା ମା ଭେ ଭେ ବାଜି କାନ୍ଦିଲା। ମୋ ଦେହରେ ଚମକ ସୃଷ୍ଟି ହେଲା। ମୁଁ କହିଲି, ଏ କାନ୍ଦିଲେ କାହିଁକି? ମୁଁ କହିଲି, ମା ଆପଣ କାନ୍ଦୁଛନ୍ତି କାହିଁକି? ନା ମୋ ଶଙ୍କର ଆଉ ନାଇଁ ସାର୍। ମୁଁ କହିଲି, କଣ ପାଇଁ କାନ୍ଦୁଛନ୍ତି? ଶଙ୍କର କୁଆଡେ ଯାଇଛି? ନା ଶଙ୍କର ଆପଣଙ୍କୁ ବସ୍ ଷ୍ଟାଣ୍ଡରୁ ଆଣିକି ଆମ ଘରେ ପହଞ୍ଚେଇଥାନ୍ତା। ଆପଣ ଆସିଲେ ପାଲା ମଞ୍ଚରେ ପାଲା ହବ, ଅନ୍ୟ ପିଲାମାନେ ଦାୟିତ୍ୱ ବୁଝିବେ। ମୋ ଶଙ୍କର ସବୁଦିନ ପାଇଁ ଚିରନିଦ୍ରାରେ ଶୋଇ ପଡିଛି ସାର୍। ଆଲୋ ମା, ପୁଅ କି ଝିଅ ମରିଗଲେ ବାପା ସିନା ଅଳ୍ପ ଦିନ ପରେ ସେ ପୁଅ ଝିଅର ଦୁଃଖ ଭୁଲିଯିବ। ଯେ ଗର୍ଭ ଫାଡ଼ି ଜନ୍ମ ଦେଇଛି ସେ କେମିତି ଭୁଲିବ? କହିଲା, କେ କାନ୍ଦିବ ଦିନ ଇଏ ଦଶରେ କୁମର, କେ କାନ୍ଦିବ ଦିନ। ଆଉ ଏ ମାତା ଗର୍ଭ ନିରତେ କାନ୍ଦିବ, ମରିବାର ଯୁଗା ତରରେ କୁମର। ସେମିତି ମରିବା ଯାଏ ପୁଅ କଥା ମନେ ଥବ। ଯେତେ ବର୍ଷ ପାଲା ହଉଥବ, ପାଲା ବାଲା ଆସୁଥିବେ,
କୁହ ବାବୁ ମାନେ ବୁଢୀ ମାର ମନ କଥା ସବୁବେଳେ ପୁଅ କଥା ମନେ ପକେଇ କାନ୍ଦୁଥିବ। ବ୍ରାହ୍ମଣୀ କହିଲେ ଆପଣ କାହିଁକି ମୋ ପାଖକୁ ଆସିଛନ୍ତି? ଆପଣ କେମିତି ଭାବିଲେ ଯେ 8ଟା ପୁଅ ଜନ୍ମ କରି ସାରିବା ପରେ ମୁଁ ପିଲାମାନଙ୍କ କଥା ଭୁଲିଯିବି? ମା କଣ କେବେ ପିଲାମାନଙ୍କ କଥା ଭୁଲିପାରେ ସ୍ୱାମୀ? ବ୍ରାହ୍ମଣ କହିଲେ ସୁଧା ସ୍ୱାମୀ ଭଗବାନ ଆମ ଉପରେ ନିଷ୍ଠୁର ହେବେନି। ମୋ ମନ କହୁଛି ଆମେ ଆଉ ଥରେ ସଂସାର ବନ୍ଧନରେ ବାନ୍ଧି ହେଇଗଲେ ଏ ନବମ ଗର୍ଭଜାତ ସନ୍ତାନ ବଞ୍ଚିବ ନା ମୋ କଥା ତୁମେ ମାନ। ବିଶ୍ୱାସ ପାଉନି ସ୍ୱାମୀ, ମତେ ଆସି ନରକ ଯନ୍ତ୍ରଣା ଦିଅ ନାହିଁ ସ୍ୱାମୀ। ତାହେଲେ ମୋ ବଂଶଟା କଣ ଏଇଠୁ ବୁଡିଯିବ? ମୁଁ ପାରିବିନି ସ୍ୱାମୀ। ମୁଁ କଣ ମୋ ପୂର୍ବ ପୁରୁଷ ମାନଙ୍କୁ ପାଣି ଟୋପେ ଦେଇ ପାରିବିନି? ସ୍ୱାମୀ କୁହନ୍ତୁ ସ୍ୱାମୀ ହେ ନାରାୟଣୀ ତୁମେ ଦୟା କର। 8ଟା ସନ୍ତାନ ଚାଲିଯିବା ପରେ ମୁଁ ଜାଣିଛି ତୁମେ ଦୁଃଖରେ ଭାଙ୍ଗି ପଡିଛ। କେଉଁ ବିଶ୍ୱାସରେ କେଉଁ ଭରସାରେ ମୋ ସଂସାର ଗଢ଼ିବି ସ୍ୱାମୀ? ତୁମେ ସତୀ ସାଧୀ ପତିବ୍ରତା ନାରୀ, ହେଇପାରେ ଯିଏ ପ୍ରକୃତରେ ସତୀ ନାରୀ। ସ୍ୱାମୀ। ଯେଡ଼େ କଷ୍ଟ ହଉ ଯେଡ଼େ ଦୁଷ୍କର ହଉ ସେ ସ୍ୱାମୀ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବ। ସ୍ୱାମୀ ଯାହା କହିବେ କବି ହେଲେ ଗଙ୍ଗାଧର ମେହେର, ନାରୀ ସମାଜକୁ ଶିକ୍ଷା। ବ୍ରାହ୍ମଣ କହୁଛନ୍ତି ସ୍ୱାମୀ ଯାହା କହିବେ ଦୁଷ୍କର ହେଲେ ପାଳନେ ଆଉ ଥରେ ଯା ବାରିବେ ଆଉ ତ ହିଁ କେବେ ହେବୁ ନାହିଁ ଅଗ୍ର ହେବୁ ନାହିଁ। ଏ ଯାବତ୍ ତୁମକୁ ନେଇ ମୁଁ ସଂସାର କଲେଣି, କେଉଁଦିନ ମୋ ମନକୁ ବାଧିଲା ପରି କଥା ତୁମେ କହିନା। ମା କଥା କହିଲେ ଅନେକ କଥା। ସ୍ୱାମୀର ପରିସ୍ଥିତି କି ଚିନ୍ତା କରି ସ୍ତ୍ରୀ ଯଦି ଚଳିବ କୌଣସି ସ୍ୱାମୀ ମନରେ ଆଘାତ ଆସିବନି। କ୍ରୋଧେ ଦାସୀ ରତେ ବେଶିଆ ଭୋଜନେ ଜନନୀ ସମା ବିପଦେ ମନ୍ତ୍ରିଣା ବୁଦ୍ଧି ସା ନାରୀ ପ୍ରାଣ ବଲ୍ଲଭ। କୌଣସି କାରଣରୁ ସ୍ୱାମୀ ରାଗିଛନ୍ତି ତୁମେ ତାଙ୍କୁ ବେଶୀ ରଗେଇବନି। ଗୋଟେ ଗୋଟେ ମା ଅଛନ୍ତି ସେମିତି ପଦେ ପଦେ କଥା କହିବେ ସ୍ୱାମୀ ଯେମିତି ରାଗିକିରି ମାଡ଼ ମାରିବା ଯେ ସେ ଅପେକ୍ଷା କରିଥାଏ। ନାଇଁ ମା, ସ୍ୱାମୀ ରାଗିଛନ୍ତି ଏମିତି କଥା କହିବ ତାଙ୍କ କ୍ରୋଧ ନିଆଁଟାକୁ ଲିଭେଇ ଦବ ନା। ସ୍ୱାମୀ ରାଗିଥିଲା ବେଳେ ଦାସୀ ପରି ସେବା କଲେ ସ୍ୱାମୀ ଶାନ୍ତ ହେଇଯିବେ। ଆଉ ସ୍ୱାମୀ କି ଖାଇବାକୁ ଦେଲା ବେଳେ ତୁମ ଶାଶୁ ମା ଯେମିତି ତୁମ ସ୍ୱାମୀ କି ଖାଇବାକୁ ଦିଅନ୍ତି ସେମିତି ଖାଇବାକୁ ଦବ। ଧର ଏତେ ତ ବୋହୂ ମାନେ ବସ କହିଲ କୋଉ ଦିନ ତୁମ ସ୍ୱାମୀଙ୍କର ଖାଇବା ଦାୟିତ୍ୱ ତୁମ ଶାଶୁ ତୁମ ଉପରେ ଦେଲେ? ଚୁପ୍। ଗୋଟିଏ ବୋହୂକୁ ତା ଶାଶୁ ତା ପୁଅର ଖାଇବା ଦାୟିତ୍ୱ କୋଉ ଦିନ ଦେଇଛି କହିପାରିବୁ? ତୁ ତ ବେଦିରେ ବସି ନଉ କି ତୋର କିଛି କର୍ମ ହେଇନି, ତୁ କୋଉଠୁ କହିବୁ? ଚତୁର୍ଥୀ ଦିନରେ ରୋଷେଇବାସ ସରିବ, ସେଇଦିନ ପରିବାରକୁ ପଣ୍ଡିତେ ବୋହୁ ବାଢିବ ନା। ଗୁଆଟିଏ ଚାଉଳ ଟିକେ ନବ ଅକ୍ଷତ, ସେଗୁଡାକ ସବୁ କର୍ମ କୁଆଡେ ଗଲାନି। ଡାକିବ କହିବ ବୋହୁ ମମି ମମି ହଉଛି। ଆଜିକାଲି ବୋହୁର ତ ପଣତ କାନି ନାହିଁ, ଠିଆ ହେଇଗଲା ମମି। ଆଉ ନାଇଟି ନା ଟ୍ରଚ ଦେଖା ତ ପଣତ କାନି। ସେ ଗୁଆଟାକୁ ଅକ୍ଷତ ଦିଟା ଦବ କହିବ ବୋହୁ ଏ ଯାବତ ମୁଁ ମୋ ପୁଅ ଦାୟିତ୍ୱ ନଉଥିଲି ଖାଇବାକୁ ଦଉଥିଲି। ବୋହୁ ଆସିଲା ପରେ ଶାଶୁ ତା ପୁଅକୁ ଖାଇବାକୁ ଦେଲେ ଶୋଭନୀୟ ନୁହେଁ ନା। ଆପଣ ଦେଖିବେ ଶାଶୁ ବୋହୁ 2 ଜଣ ବସିଥିବେ, ପୁଅ ଆସିବ ଯଦି କହିବ ବୋହୁ ଗଲୁ ଟିକେ ଚା କରିଦବୁ, ସେ ସ୍ତ୍ରୀ କହିବ ହଁ ମଲା ଅଣ୍ଡରା ତ ତା ବୋଉଠୁ ଚା ଖାଇବା କଥା, ମତେ କାହିଁ ଆଣୁଥିଲା। ତେଣୁ ମୁଁ ସେଇଦିନ କହିଲେ ମା ମୁଁ ତତେ ଦେଇଦେଉଛି ଦାୟିତ୍ୱ, ମୋ ପୁଅ ମନ ଲାଖି ମୋ ପୁଅକୁ ଖାଇବାକୁ ଦବ। କଣ ମା ବୁଝିଲ?
ଖାଦ୍ୟ ପରସିଲା ବେଳେ ସ୍ୱାମୀ କି ସ୍ତ୍ରୀ ମା ପରି ଖାଇବାକୁ ଦବ, ଆଉ ବିପଦ ବେଳେ ମନ୍ତ୍ରୀ ପରି ପଣ୍ଡିତ ବୁଦ୍ଧି ଦବ। ସେ କଣ ହଉଛି ମୋ ବାପାଟା ପୁରା ଖା କହିଲେ ସୁଧା ସ୍ୱାମୀ ତୁମେ ସଂସାର କ୍ଷେତ୍ରରେ କେତେ ଆପଦ ବିପଦ ବେଳେ କେବେ ମୋ ବିରୁଦ୍ଧ କରିନା, ବିରୁଦ୍ଧ ଆଚରଣ କରିନା। ଆଜି ବିରୋଧ କରୁଛି ସ୍ୱାମୀ। ନାଇଁ ମୋ ମନ କହୁଛି ତୁମେ ମୋ କଥା ମାନ। ସ୍ୱାମୀ ନବମ ଗର୍ଭଜାତ ସନ୍ତାନକୁ କେହି ତୁମ କୋଳରୁ ଛଡେଇ ନେବେ। ତୁମେ କଣ ସତ କହୁଛ ସ୍ୱାମୀ? ଅନେକ ବାର ସ୍ୱାମୀ ଯେତେବେଳେ ବୁଝେଇଛନ୍ତି ଇଏ ତ ସତୀ ନାରୀ, ଟିକେ ଟିକେ ରାଜି ହେଲେ। ଏଠି ବ୍ରାହ୍ମଣ ବିଚାର କଲେ ସମୟକୁ ଲକ୍ଷ୍ୟ କରି ମୁଁ ସଂସାର ବନ୍ଧନରେ ବାନ୍ଧି ହେବି ବ୍ରାହ୍ମଣୀ ସହିତ। ମନେ ରଖ ସବୁ ବାବୁ ମା, ଯୋଉ ପିଲାମାନେ ବାହା ହେଇଛ ନଗଦ ଆଗକୁ ବାହା ହବ ଶୁଣ। ନନା ପଦେ କହିଥବ କାମରେ ଲାଗିବ। ଯିଏ ନୂଆ ବାହା ହେଇଛ ଆଗକୁ ବାହା ହବ ଶୁଣ। ନାରୀର ଅନିଚ୍ଛା ସତ୍ତ୍ୱେ ଯଦି କୋଉ ପୁରୁଷ ପ୍ରୀତି କଲା, ସେ ନାରୀ ଗର୍ଭ ଧାରଣ କଲା, 16 ବର୍ଷ ହେଲା ବେଳକୁ ଆଗ ବାପା ଉପରେ ବର୍ଷଣ ଆରମ୍ଭ କରିବ। ସ୍ୱୟଂ ସିଦ୍ଧ କଥା, ଏଟାକୁ କେହି କାଟି ପାରିବେନି। ଆଉ ପଦେ କଥା କହିଦେଇ ଯିବି। ତୋ ବୋହୁ ଗର୍ଭ ଧାରଣ କରିଛି, ତୋ ପୁଅ ଯଦି 5ଟା କଥା ଗର୍ଭବତୀ ବୋହୂକୁ ଯୋଗାଇ ଦବ, ଯୋଗ୍ୟ ପୁଅ ପାଇବ। କଥା କଣ? ୟାକୁ ଚିକିତ୍ସା ବିଜ୍ଞାନ ମେଡିକାଲ ସାଇନ୍ସ ସ୍ୱୀକାର କରିଛି। ଆପଣ ମାନେ ବିଚାର କରନ୍ତୁ, ଗାଇନିକ୍ ସ୍ପେଶାଲିଷ୍ଟ ଗୋଟେ ଦିଟା କହିବେ। ନାରୀ ଗର୍ଭ ଧାରଣ କଲା ବେଳେ ତା ସ୍ୱାମୀ ତାକୁ କୋଉ 5ଟା କଥା ଯୋଗେଇଲେ ଯୋଗ୍ୟ ପୁଅ ପାଇବ। ଏବେ କଣ ଗର୍ଭ ହେଲାନି, ଗୋଟେ ଭର ଭର ରହୁଛି, ଗୋଟେ ଖାଲି ସୂଚାଇ ଦଉଛି ଗେଡୁଆ। ତମ ସ୍ତ୍ରୀ ତୁ ବ୍ରାହ୍ମଣୀ, ବ୍ରାହ୍ମଣ ଡାକିଲେ କହିଲେ ମୋ ବ୍ରାହ୍ମଣୀ ସିନା ରାଜି ହେଇଛି, ହେଲେ ସମ୍ପୂର୍ଣ୍ଣ ଦୁଃଖ ଭୁଲି ନେଇ। ଏମିତି ମିଠାଳିଆ କଥା କହି ହର୍ଷୋତ୍ଫୁଲ୍ଲ ବଦନରେ ତା ସହିତ ପ୍ରୀତି କଲେ ଯୋଗ୍ୟ ପୁଅ ଜନ୍ମ ନେବ। ଏଠି ସେ ଗାୟକ ମତେ ସମାଲୋଚନା କରିବେ କଣ ନା, ଯୋଉଠି 8ଟା ପିଲା ହେଲାନି ସେଠି ପ୍ରୀତି ନିବେଦନ କଣ? ଇରେ ସ୍ତ୍ରୀ ଯେତେ ପୁରୁଣା ହଉ, ସ୍ତ୍ରୀ ଯେତେବେଳେ ଅଭିମାନ କରୁଥିବ ତୁମେ ମିଠା ପଦେ କଥା କହିଦେଲେ କୁଆଡେ ଯିବ? ଗାଁରେ ଯୋଉମାନେ ମୁଖିଆ ଜାଣିଥିବ ସ୍ୱାମୀ ସ୍ତ୍ରୀ କଳିରେ ଯିବ ନେଇ ମାମଲତକାରୀ ହବାକୁ, କାରଣ ସେ ବେଳ ବୁଡକୁ ସେ ଯୋଉ କଳି ଭୁସୁର ପାଣି ଯିବ। ତେଣୁ ଏଠି ବ୍ରାହ୍ମଣ ଡାକିଲେ କହିଲେ ସୁଧା ଆରେ ପ୍ରୀତି ତ କରିବେ, ଭିକ୍ଷା କାହିଁ କରିବେନି? ଏ ସୁଧା କଣ ହେଲା? ତୁ ଯେମିତି ଦେଖା ଯାଉଛୁ, ଯେଉଁ ଡ୍ରମ୍ ପାର୍ଟି ବାଜିଲେ ଜଣେ ଜଣେ ନାଚନ୍ତି ନାଇଁ, ସେଇଥିରୁ ଦେଖା ଯାଉଛି। ଇଏ ଗୋଟେ ଝିଅ ହେଇଥିଲେ, ସ୍ତ୍ରୀ ହେଇଥିଲେ, ଗୋଟେ ମୁଁ ପଦେ ଚୌପଦୀ ଗାଇଥାନ୍ତି। ତତେ ଦେଖିଲା ବେଳକୁ ମୋ ଇଣ୍ଟରେଷ୍ଟ କମି ଯାଉଛି। ଯେତେବେଳେ ନୂଆ ବାହା ହେଇ ଯାଇଥିଲ ମୁଁ କେମିତି ଦେଖା ଯାଉଥିଲି କହିଲ? ଆଉ ଏବେ କାହିଁକି ଦେଖା ଯାଉନା କହିଲ? ଏଇ ଯୋଉ 8ଟା ପିଲା ଜନ୍ମ କଲି, କୋଉଠି ଆଉ ବଳ ରହିବ ମୋ ଠିକ? ଚୌପଦୀ 3ଟା ଗାଇବି, ବ୍ରାହ୍ମଣ ଖୁସି କରେଇବେ ବ୍ରାହ୍ମଣୀ, ପ୍ରୀତି ହବ ସଂସାର ବନ୍ଧନରେ, ଦେଖିବା ନବମ ଗର୍ଭଜାତ ସନ୍ତାନ ବଞ୍ଚୁଛି କି ମରୁଛି। ଆଚ୍ଛା ଠିକ ଅଛି, ଇଏ ଭାଗବତ କଥା, ମନ ଗଢା କଥା ନୁହଁ। ଡାକିଲେ ସୁଧା ସ୍ୱାମୀ କହିଲା ତ ତାଙ୍କ ଚାହାଣି ମତେ କଣ ତମର ଯୋଉଠି ମାଉତି ମୋର ହେଇଠି ମାଉତି। କହିଲା ଏ ହାଣି ଦେଲା ରେ କଣ ହସୁଛ କାହିଁକି? ସେ ସ୍କେଲ ସେଇଆ।